ନଈରେ ବାଳିଆ ଚହଟିଲା ସିନ୍ଦୁର କଜଳ ନାଲୋ ରାଣ୍ଡ ପୁଣି ଚାଖିଆ ଲେଉଟିଲା। ଇତିହାସ ତଥା ଯେଉଁ କୁହାଯାଉଛି ଲୋକକଥା ପ୍ରଚଳିତ ଏହି ଗୀତିକାଟି ନିଶ୍ଚିତ ଭାବରେ ସମଗ୍ର ଉତ୍କଳୀୟ ପୁରପଲ୍ଲୀରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛି। ଚାଖି ଖୁଣ୍ଟିଆଙ୍କୁ ନେଇ ଚନ୍ଦନ ହଜୁରୀଙ୍କୁ ନେଇ ଯାହା କୁହାଯାଇଥିଲା ରାଣୀ ଲକ୍ଷ୍ମୀବାଇ 1857ର ମହାନ ସିପାହୀ ବିଦ୍ରୋହ ଏବଂ ଯେଉଁ କୁହାଯାଉଛି ଜଗନ୍ନାଥଙ୍କ ଭକ୍ତପ୍ରବର ଅଥଚ ମହାନ ଦେଶପ୍ରେମୀ ସ୍ୱାଧୀନତା ସଂଗ୍ରାମୀ ଚାଖି ଖୁଣ୍ଟିଆ ଯେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଯୁଦ୍ଧ ଲଢ଼ୁଥିଲେ ଆଉ ମଧ୍ୟ ସେ 12 ବର୍ଷ ବନ୍ଦୀ ଥିଲେ ଆଉ କୌଶଳକ୍ରମେ ମଧ୍ୟ ସେ ଜେଲରୁ ମଧ୍ୟ କେବେ ପଳାୟନ କରିଥିଲେ। ଆଉ ଯେତେବେଳେ ପ୍ରଚାରିତ ହେଲା ଚାଖି ଖୁଣ୍ଟିଆ ମୃତ୍ୟୁବରଣ କରିଛନ୍ତି ସେତେବେଳେ ନିଶ୍ଚିତ ଭାବରେ ତାଙ୍କ ସ୍ତ୍ରୀ ବୈଧବ ଯନ୍ତ୍ରଣା ଭୋଗୁଥିଲେ। ଆଉ ଏକ ଦଶନ୍ଧି ପରେ ଯେତେବେଳେ ସେ ଫେରିଥିଲେ ଶ୍ରୀକ୍ଷେତ୍ରକୁ ସେତେବେଳେ କେହି ତାଚ୍ଛଲ୍ୟ ଭାବରେ କିମ୍ବା ଉଲ୍ଲସିତ ହୋଇ ତାଙ୍କ ପତ୍ନୀକୁ କହିଥିଲେ ନଈରେ ବାଳିଆ ଚହଟିଲା ସିନ୍ଦୁର କଜଳ ନଆଲ ରାଣ୍ଡି ପୁଣି ଚାଖିଆ ଲେଉଟିଲା। ବାସ୍ତବିକ ଆଜିର ଆଲୋଚନା ଏ ପ୍ରସଙ୍ଗ ନୁହେଁ। ଜଗନ୍ନାଥଙ୍କ ଭକ୍ତପ୍ରବର ଅବଶିଷ୍ଟ ଜୀବନ ଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଏହି ମହାନ ଭକ୍ତ ଦେଶପ୍ରେମୀ ଚନ୍ଦନ ହଜୁରୀ ଜଗନ୍ନାଥଙ୍କର ଯେଉଁ କୁହାଯାଉଛି ଶ୍ରେଷ୍ଠ ସେବାୟତ ସମ୍ପ୍ରଦାୟ ଏହି ହଜୁରୀ ସମ୍ପ୍ରଦାୟର ଚନ୍ଦନ ହଜୁରୀ ଚାଖି ଖୁଣ୍ଟିଆ ପରବର୍ତ୍ତୀ ଜୀବନରେ କିଭଳି ଭାବରେ ଭକ୍ତ ହୋଇଗଲେ ଏବଂ ଜଗନ୍ନାଥଙ୍କୁ ନିଉଛାଳି ହୋଇ ପ୍ରାର୍ଥନା କଲେ ତାଙ୍କର ଏକ ଶ୍ରେଷ୍ଠ ଜଣାଣ ମଧ୍ୟରେ ଏହା ସର୍ବୋତ୍ତମ ବିବେଚିତ ହୁଏ। ଚକାନୟନକୁ ପତିତ କେହି ଆସନ୍ତୁ ଏହାକୁ ଆଲୋଚନା କରିବା। ଏଥିପାଇଁ ମଧ୍ୟ ଅନେକ ଅନୁରୋଧ ଥିଲା। ଦେଖିବା ଚକାନୟନକୁ ପତିତ କେହି ତକାଇ ଖର ନିଶ୍ୱାସ ପକାଇ ଡକା ପକାଇ ଗରୁଡ଼ ପଛରେ ବକାରି ମୋ ଆର୍ତ୍ତ ଶୁଣ ସତ୍ୱରେ ଧକ୍କା ବାଜୁଛି ମହିମା ଯେ ଧକ୍କା ବାଜୁଛି ମହିମା ଠକାର କରି କର୍ଣ୍ଣେ ଗିରନ ଶୁଣ କାହିଁକି ବିଚିତ୍ର କର୍ମା ହେ କାହିଁକି ବିଚିତ୍ର କର୍ମା। ଗରୁଡ଼ ପଛରେ ଯୋଡ଼ହସ୍ତ ହୋଇ ନିଉଛାଳି ହୋଇ ଏହି ଶ୍ରେଷ୍ଠ ଭକ୍ତ ଚନ୍ଦନ ହଜୁରୀ ଜଗନ୍ନାଥଙ୍କ ଶ୍ରେଷ୍ଠ ସେବାୟତ ଯିଏକି କହୁଛନ୍ତି ହେ ଚକାନୟନ ତୁମ ଚକାନୟନକୁ କେହି ଜଣେ ପତିତ ଯିଏ ତକାଇ ଅର୍ଥାତ୍ ଖରରେ ଦୀର୍ଘ ନିଶ୍ୱାସ ପକାଇ ଡାକୁଛି ପ୍ରଭୁ ଅତ୍ୟନ୍ତ କାତର ହୋଇ ଅତ୍ୟନ୍ତ ଦୁଃଖରେ ସେ ଡକା ପକାଉଛି ଗରୁଡ଼ ପଛରେ କାହିଁକି ତୁମେ ହେ ବକାରୀ ଅର୍ଥାତ୍ ବକାସୁରକୁ ବଦ୍ଧ କରିଥିବା କୃଷ୍ଣ ଯେଉଁ କୁହାଯାଉଛି ତୁମେ କୃଷ୍ଣ ରୂପରେ ବକାସୁରକୁ ବଦ୍ଧ କରିଥିଲ ତେଣୁ ବକାରୀ ନାମକୁ ଧାରଣ କରିଛ। ହେ ବକାରୀ ମୋ ଆର୍ତ୍ତ ମୋ ଦୁଃଖକୁ ସତ୍ୱର ଶୀଘ୍ର ଶୁଣିବା ହୁଅନ୍ତୁ କାରଣ ତୁମ ମହିମାର ଧକ୍କା ସମଗ୍ର ଭୁବନ ବିଦିତ ଜଗତ ବିଦିତ। କାହିଁକି ପ୍ରଭୁ ତୁମେ ଠକାର କରି ମୋ କଥା ମୋ ଦୁଃଖ ମୋ ଆର୍ତ୍ତ ତୁମେ ଶୁଣୁନାହଁ ତୁମ କାନରେ ତୁମର କାନ ନାହିଁ ତୁମର ହାତ ନାହିଁ ତୁମର ପାଦ ପାଣି ନାହିଁ ସତ ସ୍ଥୂଳ ଦୃଷ୍ଟିରେ ଅଥଚ ସୂକ୍ଷ୍ମ ଦୃଷ୍ଟିରେ ଏସବୁ ଦେଖିଲେ ତୁମେ ତ ପରିପୂର୍ଣ୍ଣ। ହେ ମହାବାହୁ ତୁମେ ଠକାର କରି ଅର୍ଥାତ୍ ଠ ବର୍ଣ୍ଣ ସର୍ବଶୂନ୍ୟ କରି ମୋ କଥାକୁ କାହିଁକି କାନରେ ଶୁଣୁନାହଁ। ହେ ବିଚିତ୍ର କର୍ମା ଯିଏ ଅକର୍ମ କର୍ମଦାୟକ ତୁମେ ତ ଜଗନ୍ନାଥ କାହିଁକି ହେ ବିଚିତ୍ର କର୍ମା ମୋର କଥାକୁ ତୁମେ ଶୁଣୁନାହଁ। ଭକ୍ତ ଡାକୁଛନ୍ତି ଗରୁଡ଼ ପଛରେ ନିଉଛାଳି ହୋଇ। ଏହାର ପ୍ରଥମ ପଦରେ ଏହା କୁହାଯାଇଛି। ଆମେ କହିଛେ ଯେ 10 ପଦ ବିଶିଷ୍ଟ ଏହି ଗୀତିକା ନିଶ୍ଚିତ ଭାବରେ ଆଜିର ଆଲୋଚନା ଏହାର 4ଟି ପଦ ଏବଂ ଏହାର ପରବର୍ତ୍ତୀ ପଦରେ କବି ଆହୁରି ମଧ୍ୟ ନିଉଛାଳି ହୋଇ କହୁଛନ୍ତି କରିହରିଣୀ ଦ୍ରୌପଦୀ ବିପତି ହରି ହରିଛ ପରାଦେରି ଶ୍ରୁତି ଦରିଦ୍ର ସୁଦାମାକୁ କୋଟି ନିଧି ପରିପୂର୍ଣ୍ଣେ ଦେଲ କୃପା ବାରିଧି ହେ ଧରି ଯା ମହିମା
ଚିତ୍ତେ ଧରି ଯା ମହିମା ଚିତେ ସରିତ ଯାଉଛି ହରି ଆଉ ଥରେ ନ ଚାହିଁଲ କୃପା ନେତ୍ରେ ନ ଚାହିଁଲ କୃପା ନେତ୍ରେ। ହେ ଜଗନ୍ନାଥ, କରି ହରିଣୀ ଆଉ ଦ୍ରୌପଦୀ, କରି ଅର୍ଥାତ୍ ହସ୍ତି ଯିଏ ଜଳ ଭିତରେ କୁମ୍ଭୀର ହାବୁଡ଼ରେ ପଡ଼ିଥିଲା, ତୁମକୁ ଡାକିଥିଲା, ମୁନି ଏ କହିଥିଲେ ମୋତେ ଆତଙ୍କ କାଳେ ଜଗନ୍ନାଥେ, ତାର ଡାକ ଶୁଣି ମଧ୍ୟ ଯେଉଁ କୁହାଯାଉଛି ଚକ୍ରପିଶି ନକ୍ରକୁ ନାସି ତୁମେ ଗଜକୁ ଉଦ୍ଧାରଣ କରିଥିଲ। ଆଉ ମଧ୍ୟ ଘୋରବନେ ହରିଣୀକି ଯେଉଁ ବିପତ୍ତି ପଡ଼ିଥିଲା, ବ୍ୟାଧ ଏବଂ ଅଗ୍ନି ତଥା କୁକୁର, ୟାଙ୍କ ସମ୍ମୁଖରୁ ମଧ୍ୟ ତୁମେ ଗର୍ଭିଣୀ ହରିଣୀକୁ ଉଦ୍ଧାର କରିଥିବାର ଶୁଣାଯାଏ। ଆଉ ମଧ୍ୟ ତୁମେ କୃଷ୍ଣ ଅଥଚ ଯାଜ୍ଞସେନୀ ଦ୍ରୌପଦୀକୁ କୋଟି ବସ୍ତ୍ର ଦେଇ ତାଙ୍କର ଲଜ୍ଜାକୁ ନିବାରଣ କରିଛ। ତୁମେ କାନ ଡେରି ଏମାନଙ୍କ ଡାକ ଶୁଣିପାରିଲ ତ ପ୍ରଭୁ, କିନ୍ତୁ ଦରିଦ୍ର ସୁଦାମା ଯିଏ ତୁମର ସଖା ପ୍ରବର ଥିଲେ, ତାଙ୍କୁ କୋଟି ନିଧି ଦେଲ, କୋଟି ସମ୍ପତ୍ତି ତାଙ୍କୁ ଦେଲ, ପରିପୂର୍ଣ୍ଣ କରିଦେଲ ପାର୍ଥିବ ବସ୍ତୁରେ ତାଙ୍କ ଗୃହାଙ୍ଗନକୁ। ଅଥଚ ହେ କୃପାର ବାରିଧି, ହେ କୃପାର ପାରାବାର, କୃପାର ସମୁଦ୍ର, ଦୟାର ସାଗର, ତୁମ ମହିମାକୁ ଯିଏ ହୃଦୟରେ ବହନ କରି ସମଗ୍ର ଜଗତରେ ବିଦିତ କରୁଛି, କିନ୍ତୁ କାହିଁକି ପ୍ରଭୁ ସେ ସରିଯାଉଛି? ଅଥଚ ଆଉ ଥରେ ତାକୁ କୃପାନେତ୍ରରେ ଚାହୁଁନାହଁ କାହିଁକି ମହାବାହୁ? ଏହା କହୁଛନ୍ତି ନିଉଚାଳି ହୋଇ ଭକ୍ତପ୍ରବର ଚନ୍ଦନ ହଜୁରୀ। ପରବର୍ତ୍ତୀ ପଦରେ ମଧ୍ୟ ଆହୁରି ସେ କହୁଛନ୍ତି ଅତ୍ୟନ୍ତ ଦୟନୀୟ ଭାବରେ, ଆଜାନୁବାହୁ ମୁଁ ପତିତ ଜଣେ, ଅଜାମିଳୁ ବଳି ସହସ୍ର ଗୁଣେ, ଲଜ୍ଜାହାରି ନ ତାରିଲେ ନିକର, ଧ୍ୱଜା ଚକ୍ରରୁ ବହନ ଉତ୍ତାର, ହେ ମଜ୍ଜାରେ ମୁଁ ଏହା ଭାବେ ଯେ, ମଜ୍ଜାରେ ମୁଁ ଏହା ଭାବେ, ବଜାଇ ଜୟ ଆର୍ତ୍ତତ୍ରାଣ ଡିଣ୍ଡିମ, ହଜାଇ ଦେଉଛ ଏବେ, ହଜାଇ ଦେଉଛ ଏବେ। ହେ ମହାପ୍ରଭୁ, ଆଜାନୁବାହୁ ଆମେ କହୁଛେ ସ୍ଥୂଳ ଦୃଷ୍ଟିରେ ଯାହା ଦେଖା ନଯାଏ, ସୂକ୍ଷ୍ମ ଦୃଷ୍ଟିରେ ତୁମେ ତ ଆପାଦ ମସ୍ତକ ଲମ୍ବିତ, ତୁମର ଏଇ ଆଜାନୁବାହୁ ସାମଗ୍ରିକ ଭାବରେ ତୁମର ବାହୁ ଲମ୍ବି ଯାଉଛି କାହିଁ କେତେ ଦୂରକୁ। ଆଜାନୁବାହୁ ହସ୍ତ ପଦ ମସ୍ତକ ସବୁ ତ ତୁମର ଅଛି ପ୍ରଭୁ। ଆଜାନୁବାହୁ ତୁମେ, ସେଥିପାଇଁ ମୁଁ ଜଣେ ପତିତ ପ୍ରଭୁ, କାହିଁକି ମୋ ଡାକ ଶୁଣୁନାହଁ? ଅଜାମିଳ ଠାରୁ ମୁଁ ସହସ୍ର ଗୁଣରେ ପାପୀ, ଏହା ସେ ବିବେଚନା କରୁଛନ୍ତି। ଯଦି ଲଜ୍ଜାକୁ ହରଣ ନ କରି ମୋର ଦୁଃଖକୁ ତୁମେ ତାରଣ ନ କର, ହେ ପ୍ରଭୁ ମୁଁ କହୁଛି ନିଶ୍ଚିତ ଭାବରେ ଏଇ ତୁମର ପତିତ ପାବନ ଧ୍ୱଜାକୁ ତୁମେ ଚକ୍ରରୁ ଶୀଘ୍ର ଉତାରି ଦିଅ, ଶୀଘ୍ର କାଢ଼ି ଦିଅ। ଆଉ ସେ କହିଛନ୍ତି ଲଜ୍ଜା ହାରି ନ ତାରିଲେ ନିକର, ଧ୍ୱଜା ଚକ୍ରରୁ ବହନ ଉତାର, ହେ ଚକ୍ରରୁ ତୁମର ଧ୍ୱଜାକୁ ବାହାର କରିଦିଅ। ଏଇ ନୀଳଚକ୍ର ନେତ କାହିଁକି ପତିତ ପାବନ ନେତ ଫରଫର ହୋଇ ଉଡ଼ିବ? ଯଦି ପତିତ ଜନ ଉଦ୍ଧାର ନ ହେବ, ତେଣୁ ମୁଁ ଏହାକୁ ମଜ୍ଜାରେ ଭାବୁଛି। ଏ ପ୍ରଭୁ ବଜାଉଛ ତୁମେ ଜୟ ଆର୍ତ୍ତତ୍ରାଣ ଡିଣ୍ଡିମ, ଏହି ବାଜା ଆର୍ତ୍ତତ୍ରାଣ, ଆରତମାନଙ୍କୁ ତୁମେ ତ୍ରାଣ କରିବ, ପରିତ୍ରାଣ କରିବ, ପତିତ ଜନକୁ ଉଦ୍ଧାର କରିବ। ଜଗତରେ ଏହି ବାଜାକୁ ବଜାଉଛ ପ୍ରଭୁ, ଏ ବଜ୍ର ନିଘୋଷ କଣ୍ଠରେ ବଜାଇ ଜୟ ଆର୍ତ୍ତତ୍ରାଣ ଡିଣ୍ଡିମ। ତେଣୁ ତୁମେ କାହିଁକି ହଜେଇ ଦେଉଛ ଏ ଆର୍ତ୍ତତ୍ରାଣ ଡିଣ୍ଡିମକୁ? ଏଇ ବାନାକୁ ତୁମେ କାହିଁକି ପ୍ରଭୁ ନିନ୍ଦା କଲା ଭଳି ପରିସ୍ଥିତିକୁ ଆଣୁଛ? ତୁମେ କାହିଁକି ହଜେଇ ଦେଉଛ? ମୋ କଥା ଶୁଣ ପ୍ରଭୁ। ନିଶ୍ଚିତ ଭାବରେ ଗରୁଡ଼ ସ୍ତମ୍ଭ ନିକଟରେ ନେଉଛାଳି ଭକ୍ତପ୍ରବର ଚାଖି ଖୁଣ୍ଟିଆ ଚନ୍ଦନ ହଜୁରୀ ଯୋଡ଼ହସ୍ତରେ ପ୍ରଣାମ କରୁଛନ୍ତି ମହାବାହୁଙ୍କୁ। ଏବଂ ପରବର୍ତ୍ତୀ ପଦରେ
से निज नाम भणती करी किभଳି निउच्छाली होई जगन्नाथ स्तुति करुछंती आमे कहूथिले जे अनुप्रासिक शब्द जो कहा जाउची अनुप्रास युक्त शब्द संभार रे तांकर एही गीतिकाटी मुखरित होईची आ सेथि पई बेस लोकप्रिय एही गीतिका जो कहा जाउची जणाण चकानयन को पतित केही शब्द संभार को से किभଳି भाबरे गुंफन करिसंती अनुप्रासिक शब्द एथिरे देखंतु कहा जाउची मंदर धर नीलगिरिवासी कंदरवासी प्राय छबसी पंदर नेत्र धाता पुरंदर वंदन करंती जीव पयर हे छंद छाड़ देवराजे छंद छाड़ देवराजे नंद नंदन श्री चरणारविंदे चंदन हजूरी भजे चंदन हजूरी भजे से कहउछंती मंदर धर नीलगिरीवासी मंदर पर्वत को प्रभु तुम्हें तो धारण करथिल गिरी गोवर्धन को तुम काणी आंगुठी धरिथिल प्रभु इंद्रंकर गर्भ को तुम्हें खर्ब करथिल काहींकी प्रभु कंदरवासी प्राय अर्थात कंदर रे निष्प्राण प्रतिमा पथर प्रतिमा प्राय बसीच गुंफारे कि हे प्रभु भक्त पचारुचंती कारण 15 नेत्र अर्थात 15 नेत्र विशिष्ट जीए देवदेव महादेव शिव से मध्य तुमर आराधना करती आउ धाता जीए ब्रह्मा से मध्य तुमर आराधना करती आउ पुरंदर जीए कि इंद्र से मध्य तुमर आराधना करती हे प्रभु तुम पादरे आउ मध्य कहा जाउची तुम्हें कहीं केते छंद करुच मो प्रति प्रभु तुम्हें छंद छाड़ हे महाबाहु कारण तुम्हें नंद नंदन तुम चरणर अरविंदरे मु चंदन हजूरी डका पारुछि प्रभु मते उद्धार करंतु भक्त प्रवर निउछाली होई जगन्नाथ को एभली भाव स्तुति करुछंती जी स्वाधीनता संग्रामी जी जगन्नाथ श्रेष्ठ भक्त चंदन हजूरी विशेषकर अनुप्रासिक शब्द यही गीतिकाटी निश्चित भाव में मुखरित होती ओडिशार जनमानस बेस प्रभाव विस्तार करिछि आ विशेषकर किछि छात्र छात्री अनुरोध में यही गीतिकाटी को आलोचना करने को है 10 पद विशिष्ट यही गीतिकार 4टी पद को आम आलोचना कले अवशिष्ट पद गुड़िक निश्चित भाव प्रकारांतर आलोचना करवा वंदे उत्कल जननी।